ସାଙ୍ଗମାନେ ଆମ ଜଣା ଅଜଣା ବହିରେ ଗୋଟିଏ ଶିକ୍ଷଣୀୟ ବିଷୟ ଅଛି ଯାହାର ନାମ ଘରେ ବାହାରେ ରାସ୍ତାରେ। ଆମେ ଆଜି ସେହି ବିଷୟଟିକୁ ଏହି ଭିଡ଼ିଓ ମାଧ୍ୟମରେ ବୁଝିବା। ରାସ୍ତାରେ ଆହୁରି ଅନେକ କଥା ଅଛି ପିଲାମାନେ, ତମମାନେ ଚାଲ ତାକୁ ଟିକେ ବୁଝିଦିଅ। ରାସ୍ତାରେ ବିଭିନ୍ନ ସୂଚନା ମଧ୍ୟ ଦିଆଯାଇଥାଏ ଚିତ୍ର ଆକାରରେ, ଯାହାକୁ ଆମେ ସାଇନ୍ ବୋର୍ଡ କହନ୍ତି, ସୂଚନା ଫଳକ ତାର ଓଡ଼ିଆ। ଠିକ୍ ଅଛି ପିଲାମାନେ, ସୂଚନା ଫଳକକୁ ଦେଖି ଆମେ ଜାଣିପାରନ୍ତି କ'ଣ କ'ଣ ଅଛି। ଆମେ ପ୍ରଥମ ଚିତ୍ରଟାକୁ ଦେଖିବା। ନାଲି ରଙ୍ଗର ତ୍ରିଭୁଜ ଭିତରେ ଗୋଟିଏ ବଙ୍କା ନା କଳା ସଡ଼କଟିଏ ଅଛି। ଏଥିରୁ ଆମେ ସ୍ପଷ୍ଟ ଜାଣିପାରୁଛେ ରାସ୍ତାଟି ବାମକୁ ବୁଲିଛି, ତେଣୁ ଆମେ ଗାଡ଼ି ଟିକେ ଧୀର କରିବା, ବାମକୁ ବୁଲିବାକୁ ଅଛି ଆମକୁ ଆଗକୁ। ଦ୍ୱିତୀୟ ଚିତ୍ରକୁ ଆସ। ଆମେ କହନ୍ତି ହମ୍ପସ୍, ଠିକ୍ ଆଗକୁ ହମ୍ପସ୍ ଅଛି, ତେଣୁ ତୁମେ ସତର୍କ ରୁହ, ଗାଡ଼ି ଧୀରେ ଚଳାଅ। ଏହି ସୂଚନା ମିଳୁଛି ଏ ଚିତ୍ରରୁ। ଠିକ୍ ଅଛି, ପରବର୍ତ୍ତୀ ଚିତ୍ରକୁ ଅର୍ଥାତ୍ ଆମର ଏଇ ଛବି ତିନିଟି ଯାକ ଛବିର ଶେଷ ଛବି ବା 3 ନମ୍ବର ଛବି ସବା ତଳ ଛବିକୁ ଯିବା ଦେଖିବା। এই ସୂଚନାଟି ଦେଖିଲେ, এই ପ୍ରକାର ଚିତ୍ରଟି ଆମେ ଦେଖିଲେ କ'ଣ ସୂଚନା ପାଇବା ନା ଆଗକୁ ଅଣଓସାରିଆ ପୋଲ ଅଛି, ଅନ୍ୟ ଗାଡ଼ି ଆସୁଥିବ, ଅପେକ୍ଷା କର, ସେ ଗାଡ଼ି ଆସିସାରିଲା ପରେ ତମେ ଯିବ। ଠିକ୍ ଅଛି ପିଲାମାନେ, এই ପ୍ରକାର ସୂଚନା ଆମକୁ ମିଳୁଛି। ଆମେ এই 3ଟି ଚିତ୍ରକୁ ଭଲ ଭାବରେ ବୁଝିଲେ, ରାସ୍ତାରେ ଯେତେବେଳେ এই 3ଟି ଚିତ୍ରରୁ କୌଣସି ଗୋଟିଏ ଦେଖିବ ତାକୁ ଭଲକି ବୁଝି ନେବ ଏବଂ ସେହି ଅନୁସାରେ ନିଜକୁ ଗାଡ଼ି ଚଳାଇବା ବେଳେ ପ୍ରସ୍ତୁତ ରଖିବ। ଠିକ୍ ଅଛି ପିଲାମାନେ, ପୁଣି ଥରେ ଆମେ ଦେଖିବା ଆଉ କ'ଣ କ'ଣ ଚିତ୍ର ଆମକୁ ରାସ୍ତାରେ ଦେଖିବାକୁ ମିଳେ ଏବଂ କେଉଁ ପ୍ରକାରର ସତର୍କତା ଆମକୁ ସୂଚନା ଦିଏ। ଦେଖିବା। ଦେଖ, ସର୍ବପ୍ରଥମ ଚିତ୍ରଟି କେମିତି ଦେଖିଲ? ଅର୍ଥାତ୍ ଆଗକୁ ରାସ୍ତା ଅଣଓସାରିଆ, ତମମାନେ ଧୀରେ ଗାଡ଼ି ଚଳାଅ। ବୁଝିହେଲା? ଚିତ୍ରଟିକୁ ମନେ ରଖିବ, ବୁଝିବ। ତାପରେ 2 ନମ୍ବର ଚିତ୍ରକୁ ଦେଖିବା। ଏଠାରେ ଲେବୁଲ୍ କ୍ରସିଂ ଅଛି, ଅର୍ଥାତ୍ ଟ୍ରେନ୍ ଲାଇନ୍ ଯାଇଛି, ତେଣୁ ଆମମାନଙ୍କୁ ଫାଟକ ବନ୍ଦ ରହିଥିବ ଯଦି ଆମେ ଅପେକ୍ଷା କରିବା, ଟ୍ରେନ୍ ଲାଇନ୍ରେ ଟ୍ରେନ୍ ଯାଇସାରିଲା ପରେ ଆମେ ଯିବା। ଅର୍ଥାତ୍ ଆମକୁ ସୂଚନା ମିଳୁଛି ଏମିତି ଚିତ୍ର ଯଦି ଥିବ ବୋର୍ଡ ରାସ୍ତା କଡ଼ରେ, ଏମିତି ଚିତ୍ରକୁ ଧାରଣ କରିକି ଥିବ, ଆମେ ଜାଣିଦେବା କ'ଣ ଆଗକୁ ଲେବୁଲ୍ କ୍ରସିଂ ଅଛି, ଅର୍ଥାତ୍ ରେଲୱେ ଟ୍ରାକ୍ ଅଛି, ରେଳଗାଡ଼ି ଯିବ ସେପଟେ। ତାପରେ ପର ଚିତ୍ରକୁ ଦେଖିବା, 3 ନମ୍ବର ଚିତ୍ରକୁ ଦେଖିବା। କ'ଣ ଅଛି? ଆପେ ଆପେ ତୁମମାନେ ନିଜେ ଗାଡ଼ିକୁ ଦେଖି ଲାଇନ୍ ପାରୁ ହୁଅ, କାରଣ ଆଗରେ ଜଗୁଆଳି ନାହିଁ କି ଫାଟକ ନାହିଁ। ଏହି ସୂଚନାଟି ଆମକୁ ଏହି ଚିତ୍ର ଦେଉଛି। ଶେଷ ଚିତ୍ର ଜେବ୍ରା କ୍ରସିଂ। ଦେଖ, ଲୋକଟି ଯେଉଁ ଚାଲି ଚାଲିକି ଯାଉଛି, ଠିକ୍ ରାସ୍ତାରେ କଳା ପଟି ଗୁଡ଼ିକ ଦିଆଯାଇଛି, କଳା ଧଳା ପଟି ସବୁ ଦିଆଯାଇଥିବ। ଏଇ ରାସ୍ତା ଦେଇକି ପଦଚାରୀମାନେ, ଇଂରାଜୀରେ ପେଡିଷ୍ଟେରିଆନ୍ ବୋଲି କହନ୍ତି, ପଦଚାରୀମାନେ ପାଦରେ ଚାଲି ଚାଲି ଯାଉଥିବା ଲୋକ ଏଇପଟେ ହିଁ କେବଳ ରାସ୍ତା ପାରି ହେବେ। ଲମ୍ବା ଲମ୍ବା ରାସ୍ତାରେ ମଝିରେ ମଝିରେ ଏମିତି ଜେବ୍ରା କ୍ରସିଂ ଦିଆଯାଇଥିବ, ତାର ନାଁ ହେଉଛି ଜେବ୍ରା କ୍ରସିଂ। ଜେବ୍ରା କ୍ରସିଂ ସେଇପଟେ ଦେଇକି ଲୋକ ରାସ୍ତା ପାରି ହୁଅନ୍ତି। ଠିକ୍ ଅଛି, ତମେ ଯେତେବେଳେ ଗାଡ଼ି ଚଳାଇବ ସେତେବେଳେ ରାସ୍ତା ପାରି ହେଉଥିଲେ ଜେବ୍ରା କ୍ରସିଂ ଦେଖିବ, ଲୋକ ଚାଲି ଯାଉଥିବେ କ'ଣ ଦେଖିକି ପାରି ହେବ। ଠିକ୍ ଅଛି ପିଲେ, ଏଥର ଟିକେ ଆମେ ଆଗକୁ ଯିବା। ଆଉ କ'ଣ ଚିତ୍ର ଅଛି ଆମମାନଙ୍କ ପାଇଁ ଦେଖିବା। ଠିକ୍ ଅଛି, ଏଇ ଚିତ୍ରଟିକୁ ଦେଖ। ସର୍ବପ୍ରଥମେ ଅଛି ଲେଖାଯାଇଛି ଜଟଣୀ 27 କିଲୋମିଟର। ଏହାର ଅର୍ଥ କ'ଣ? ସେଇ ଜାଗାରୁ, ସେଇ ସ୍ଥାନରୁ ଯେଉଁଠି ଏ ପୋଷ୍ଟଟି ଅଛି ଲେଖାଯାଇଛି ରାସ୍ତାରେ, ସେଇଠୁ ଜଟଣୀ ଆଉ 27 କିଲୋମିଟର। ତାମାନେ ଦୂରତା ମଧ୍ୟ ଜାଣିପାରିବା ଏ ବୋର୍ଡରୁ। ଠିକ୍ ଅଛି, ତାପର ଚିତ୍ରକୁ ଆସ। ଜଣେ ଲୋକ ବେଲଚାଟିଏ ଧରି କାମ କରୁଛି, ଲେଖାହେଇଛି ନାଲି ଗୋଲେଇ ଭିତରେ କ୍ଲୋଜ୍ଡ, ବନ୍ଦ ଅଛି। ତାମାନେ ଆମେ ସୂଚନା କ'ଣ ପାଇବା? ଆଗରେ ରାସ୍ତା ମରାମତି ହେଉଛି, ରାସ୍ତା ବନ୍ଦ ଅଛି। ଆମେ ସେଇ ଅନୁସାରେ ନିଷ୍ପତ୍ତି ନେବା, ସେପଟେ ବୁଲିକି ଆଉ ଗୋଟେ ରାସ୍ତାରେ ଯିବା କିମ୍ବା ଅପେକ୍ଷା କରିବା କି ଯାହା କିଛି କରିବା। ତେଣୁ ଏଇ ଚିତ୍ରରୁ ଆମେ ଏଇ ସୂଚନା ପାଇଲେ। ଆଉ ଗୋଟିଏ ସାଇନ୍ ବୋର୍ଡ ମରାଯାଇଛି, ସୂଚନା ଫଳକ ଯାହାକୁ କହିବା, ଇନଫର୍ମେସନ୍ ବୋର୍ଡ। ସେଠି ଲେଖାହେଇଛି ରଥପୁର। ଏହାର ମାନେ କ'ଣ? ଏଇଟା ଗୋଟେ ଗାଁର ନାଁ। ଏଇ ଗାଁର ନାଁ କେଉଁ ଗୋଟେ ବୋର୍ଡରେ ଲେଖାଯାଇଛି, ଆମେ ଜାଣିଦେବା ଯେ ଏଇ ଗାଁଟା ହେଉଛି ସେଇ ନାଁରେ, ଯେଉଁ ନାଁ ଅଛି ସେଇ ନାଁର ଗାଁଟି। ଯେମିତି ଏଠି ରଥପୁର ଅଛି, ରଥପୁର ଗାଁକୁ ସୂଚାଉଛି। ଅର୍ଥାତ୍ ରାସ୍ତାରେ ମଝିରେ ମଝିରେ ଏମିତି ବୋର୍ଡ ଆମେ ପାଇବା ଯେଉଁଥିରେ ଗାଁର ନାଁ ଲେଖାଥିବ। ପରବର୍ତ୍ତୀ ଚିତ୍ରକୁ ଯିବା ପିଲେ। ସେଠି ଅଛି 2 ଜଣ ପିଲା, ଗୋଟେ ଝିଅ ଗୋଟେ ପୁଅ, କ'ଣ କରୁଛନ୍ତି? ଚାଲି ଚାଲିକି ଯାଉଛନ୍ତି। କୁଆଡ଼େ ଯାଉଛନ୍ତି? ଏହି ପ୍ରକାର ଚିତ୍ର ଯଦି ରାସ୍ତା ମଝିରେ ଆମେ ପାଇବା, ଆମେ ଜାଣିବା ଯେ ଆଗରେ ସ୍କୁଲ ଅଛି, ପିଲାମାନେ ରାସ୍ତା ପାରି ହେଉଥିବେ, ତେଣୁ ଆମେ ଧୀରେ ଧୀରେ ଗାଡ଼ି ଚଳାଇବା।
ପିଲାମାନେ ତମମାନେ ସୂଚନା ଫଳକ ଟ୍ରାଫିକ୍ର ବିଭିନ୍ନ ନିୟମ ବିଷୟରେ ଅବଗତ ହେଲ, ବୁଝିଲ ଏବଂ ମୋର ବିଶ୍ୱାସ ତମମାନେ ସେହି ଅନୁସାରେ ନିଜକୁ ନିୟମିତ ଟ୍ରାଫିକ୍ ନିୟମ ମାନି ଏବଂ ଶୃଙ୍ଖଳିତ ଭାବରେ ରାସ୍ତାରେ ଯିବା ଆସିବା କରିବ, ଘରେ ବାହାରେ ଶୃଙ୍ଖଳିତ ଢଙ୍ଗରେ କାର୍ଯ୍ୟକଳାପ ସବୁ କରିବ। ଏହା ଧୀରେ ଧୀରେ ତୁମର ଅଭ୍ୟାସରେ ପରିଣତ ହେଇଯିବ ଏବଂ ସବୁବେଳେ ତୁମେ ସୁନା ପିଲା ବୋଲି ଶୁଣିବାକୁ ପାଇବ। ଏତିକି କଥା। ଠିକ୍ ଅଛି ପିଲାମାନେ, ଏବେ ଆଉ କିଛି କଥା ଜାଣିବା ପାଇଁ ଆମେ ଟିକେ ପ୍ରଶ୍ନ ଉତ୍ତରକୁ ନେଇକି ଆଲୋଚନା କରିବା। ବର୍ତ୍ତମାନ ତମ ସାମ୍ନାରେ ପ୍ରଶ୍ନ ଯେ ଧାଡ଼ିରେ ରହିବା ନିୟମଟି କେଉଁଠାରେ ଉପଯୋଗୀ ସେଥିରେ ଠିକ୍ ମାରିବ। କଥା ଗୁଡ଼ିକ ତମମାନଙ୍କ ସାମ୍ନାରେ ଅଛି। ପ୍ରଥମ କଥା ହେଉଛି ପ୍ରାର୍ଥନା ସ୍ଥଳରେ ଆମେ ଧାଡ଼ିରେ ରହିବା କି ନାହିଁ। ତମମାନେ କୁହ ଏବେ ଆମେ ପ୍ରାର୍ଥନା ସ୍ଥଳରେ ଧାଡ଼ିରେ ରହିବା କି ନାହିଁ। ନିଶ୍ଚିତ ଭାବରେ ପ୍ରାର୍ଥନା ସ୍ଥଳରେ ଆମେ ଧାଡ଼ିରେ ରହି ପ୍ରାର୍ଥନା କରିବା ଉଚିତ। ତେଣୁ ଏଇଟା ଠିକ୍ ଚିହ୍ନ ଦେବା। ଠିକ୍ ଅଛି। ପରବର୍ତ୍ତୀ କଥା, ଖେଳ ପଡ଼ିଆରେ ଖେଳିଲା ବେଳେ ଆମେ ଧାଡ଼ିରେ ରହିବା। ଦୁଇ ପ୍ରକାର କଥା ଏଠି ଆସିପାରେ। ଖେଳ ପଡ଼ିଆକୁ ଯିବା ବେଳେ ଆମେ ଧାଡ଼ିରେ ଶୃଙ୍ଖଳିତ ଢଙ୍ଗରେ ଯିବା, କିନ୍ତୁ ଖେଳିବା ବେଳେ ଆମେ ଧାଡ଼ିରେ ରହିପାରିବା ନାହିଁ। ଆମେ ଯେମିତି ଖେଳିବା ତାହା ମଧ୍ୟ ଶୃଙ୍ଖଳିତ ଢଙ୍ଗରେ ଖେଳିବା। ଅର୍ଥାତ୍ ଖେଳ ପଡ଼ିଆରେ ଆମେ ଧାଡ଼ିରେ ରହିପାରିବା ନାହିଁ ସତ, କିନ୍ତୁ ଶୃଙ୍ଖଳିତ ଢଙ୍ଗରେ ଖେଳିବା ଉଚିତ। ପରବର୍ତ୍ତୀ କଥାକୁ ଯିବା। ବ୍ୟାଙ୍କରୁ ଟଙ୍କା ଉଠାଇବା ବେଳେ ଧାଡ଼ିରେ ରହିବା। ହଁ, ଧାଡ଼ିରେ ରହିବା। ରାସ୍ତାରେ ଏକୁଟିଆ ଚାଲିଲା ବେଳେ ଧାଡ଼ିରେ ରହିବା। କେମିତି ଧାଡ଼ି ହବ? ଏକୁଟିଆ ଚାଲିବା। ଟ୍ରେନ୍ ବା ବସ୍ରେ ଚଢ଼ିବା ବେଳେ ହଁ ଆମେ ଧାଡ଼ିରେ ରହିବା। ସାଧାରଣତନ୍ତ୍ର ଦିବସରେ ଗାଁ ବା ସହର ପରିକ୍ରମା ସମୟରେ ଧାଡ଼ିରେ ନିଶ୍ଚିତ ରହିବା। ମେଳାରେ ବୁଲୁଥିବା ସମୟରେ ଧାଡ଼ିରେ ରହିବା। ଡାକ୍ତରଖାନାରେ ଚିକିତ୍ସା ବେଳେ ଧାଡ଼ିରେ ରହିବା। ବଗିଚାରେ ଘାସ ବାଛିବା ବେଳେ ଆମେ ଧାଡ଼ିରେ ରହିବା। ବଗିଚାରେ ଘାସ ବାଛୁଥିବା ବେଳେ ଯଦି ଅଧିକ ସଂଖ୍ୟକ ଲୋକ ଆମେ ଅଛନ୍ତି ତାହେଲେ ଆମେ ଶୃଙ୍ଖଳିତ ଢଙ୍ଗରେ ଘାସ ବାଛିବା, ଧାଡ଼ିରେ ରହିବା ଦରକାର ନାହିଁ ସେଠି। ଶ୍ରେଣୀରେ ଦଳଗତ ଶିକ୍ଷଣ କାର୍ଯ୍ୟ କରିବା ବେଳେ ଆମେ ସମସ୍ତ ସାଙ୍ଗଙ୍କ ସହିତ ମିଳିମିଶି ଶିକ୍ଷଣ କାର୍ଯ୍ୟ କରୁଥିବା, ସେଠି ଧାଡ଼ିର ଆବଶ୍ୟକତା ନାହିଁ। କିନ୍ତୁ ବେଳେବେଳେ ଧାଡ଼ି କରି ମଧ୍ୟ ଶିକ୍ଷଣ କାର୍ଯ୍ୟ କରାଯାଇଥାଏ। ଅତଏବ ଯେହେତୁ ଅଧିକ ପରିମାଣରେ ଆବଶ୍ୟକତା ନାହିଁ, ସେଟାକୁ ଆମେ ରଖିବାନି। ପୂଜା ଉତ୍ସବ ଗହଳିରେ ଠାକୁର ଦର୍ଶନ ବେଳେ ଆମେ ଧାଡ଼ିରେ ରହିବା। ନିଶ୍ଚିତ ଧାଡ଼ିରେ ରହି ଦର୍ଶନ କରିବା ଠାକୁରଙ୍କୁ। ବିଦ୍ୟାଳୟରେ ବଣ୍ଟା ଯାଉଥିବା ପୁସ୍ତକ ନେଲା ବେଳେ ହଁ ଆମେ ସେଠି ଧାଡ଼ିରେ ରହିବା ଉଚିତ। କ'ଣ କହୁଛ ତମମାନେ? ଧାଡ଼ିରେ ରହିବା କି ନାହିଁ? ଆଉ ଗୋଟିଏ କଥା, ରେଳ ଷ୍ଟେସନରେ ଟିକେଟ୍ କାଟିବା ସମୟରେ ଆମେ ଧାଡ଼ିରେ ରହିବା। ହଁ କି ନାହିଁ? ନିଶ୍ଚିତ ଭାବରେ ଆମେ ଧାଡ଼ିରେ ରହିବା। ବିଦ୍ୟାଳୟରେ ଛୁଟି ଘଣ୍ଟି ବାଜିଲେ ଆମେ ଧାଡ଼ିରେ ରହିବା କି ନାହିଁ? ହଁ, ବିଦ୍ୟାଳୟରେ ଛୁଟି ଘଣ୍ଟି ବାଜିଲେ ଆମେ ଧାଡ଼ିରେ ରହି ବିଦ୍ୟାଳୟ କକ୍ଷରୁ ବାହାରିକି ଘରକୁ ଆସିବା। ଠିକ୍ ଅଛି ପିଲାମାନେ, ଇଏ ରହିଲା ଆମେ କେଉଁଠାରେ ଧାଡ଼ିରେ ରହିବା, କେଉଁଠାରେ ଧାଡ଼ିରେ ରହିପାରିବା। ଏହା ଛଡ଼ା ଅନ୍ୟ କଥା ଅଛି, ଯେଉଁ ସବୁ କ୍ଷେତ୍ରରେ ମଧ୍ୟ ତୁମେ ଧାଡ଼ିରେ ରହି କାମ କରିବ ତାହାକୁ ଶୃଙ୍ଖଳିତ ବ୍ୟବହାର କୁହାଯିବ। ତେଣୁ ମୋର ବିଶ୍ୱାସ ତୁମେମାନେ ଅଧିକାଂଶ ସମୟରେ ଧାଡ଼ିରେ ରହିବ। ଯେଉଁ ଯେଉଁ ସ୍ଥାନରେ ଦରକାର ଧାଡ଼ି ରହିବା ତାକୁ ମଧ୍ୟ ତୁମେ ନିଜେ ଅଭ୍ୟାସରେ ପରିଣତ କରିବ ଏବଂ ଧାଡ଼ିରେ ରହି ସମସ୍ତେ ନିଜେ ସୁନା ପିଲା ହେବ। ପରବର୍ତ୍ତୀ ଅଧ୍ୟାୟକୁ ଯିବା, ପରବର୍ତ୍ତୀ କଥା ଆଲୋଚନାକୁ ଯିବା। ଠିକ୍ ଅଛି ତାହେଲେ ବର୍ତ୍ତମାନ ତୁମେ ଏଇ ଚିତ୍ରଟିକୁ ଦେଖ। ଏଇ ଚିତ୍ରରେ ଗୋଟିଏ ବେଲୁନ ବାଲା ବେଲୁନ ବିକ୍ରି କରିବାକୁ ଆସିଛି। ମୁନା ଆଉ ମୁନି ଦି ଜଣ ବେଲୁନ କିଣିବାକୁ ଯାଇଛନ୍ତି। ବେଲୁନରେ ବିଭିନ୍ନ କଥା ମଧ୍ୟ ଲେଖାଯାଇଛି। ଠିକ୍ ଅଛି, ଯେଉଁ କଥା ଲେଖା ହେଇଛି ସେ କଥା ଗୁଡ଼ିକୁ ଟିକେ ପଢିବ। କ'ଣ ଦେଖିଲା ସେଗୁଡ଼ିକ? ଗୋଟିଏ ଗୋଟିଏ କାମକୁ ପ୍ରକାଶ କରୁଛି ସେ କଥା। ସେ କାମ ଗୁଡ଼ିକ ତୁମର ପସନ୍ଦକୁ ଯାଉଛି କି ନାହିଁ ତୁମେ ମାନେ କହିବ। ଠିକ୍ ଅଛି, ପ୍ରଥମଟାକୁ ଯିବା ଆମେ। କ'ଣ ଲେଖାଯାଇଛି ଦେଖିବା? ବଡି ସକାଳୁ ଉଠିବ। ହଁ କି ନାହିଁ? ବଡି ସକାଳୁ ଉଠିବ କି ନାହିଁ? ନିଶ୍ଚିତ ଭାବରେ ଏଇଟା ଗୋଟେ ଠିକ୍ କାମ। ଆମେ ଠିକ୍ ଚିହ୍ନ ଦେବା। ବଡି ସକାଳୁ ଆମେ ଉଠିବା। ପରବର୍ତ୍ତୀ କଥା ଅଛି ସକାଳେ ପ୍ରାର୍ଥନା କରିବା କି ନାହିଁ? ହଁ ପିଲା, ଆମେ ସକାଳେ ପ୍ରାର୍ଥନା କରିବା, ତେଣୁ ସେଠି ଠିକ୍ ଚିହ୍ନ ଦେବା। ତୃତୀୟ କଥାକୁ ଯିବା, ଜେଜେବାପାଙ୍କ କଥା ମାନିବା। ହଁ, ସୁନିଶ୍ଚିତ ଜେଜେବାପାଙ୍କ କଥା ମାନିବା। ଚତୁର୍ଥ କଥା, ଘରେ ପାଟିତୁଣ୍ଡ ନ କରି ନିଜ କାମ ନିଜେ କରିବା। ହଁ, ଠିକ୍ ଅଛି। ଶୋଇବା ପୂର୍ବରୁ ଦାନ୍ତ ଘଷିବା। ହଁ, ଠିକ୍ କଥା, ଶୋଇବା ପୂର୍ବରୁ ଦାନ୍ତ ଘଷିବା। ପରବର୍ତ୍ତୀ କଥା ହେଉଛି ବହିପତ୍ର ସଜାଡ଼ି ରଖିବା। ଠିକ୍ ଅଛି କି ନାହିଁ? ହଁ, ଆମେ ବହିପତ୍ର ସଜାଡ଼ି ରଖିବା। ଚିତ୍ର କରିବା। ହଁ, ଚିତ୍ର କରିବା। ଠିକ୍ ଅଛି, ଆମେ ବହିପତ୍ର ସଜାଡ଼ି ରଖିବା, ଆମେ ଚିତ୍ର କରିବା। ଏବଂ ବାପା ମାଙ୍କ କାମରେ ଆମେ ତାଙ୍କୁ ସାହାଯ୍ୟ କରିବା। ସୁନିଶ୍ଚିତ ବାପା ମାଙ୍କ କାମରେ ତାଙ୍କୁ ଆମେ ସାହାଯ୍ୟ କରିବା। ଏଇଟା ଆମର ଗୋଟେ ଭଲ କାମ, ଭଲ ଅଭ୍ୟାସ ମଧ୍ୟ। ଆମେ ଆମ ବାପା ମାଙ୍କୁ ବିଭିନ୍ନ କାମରେ ସାହାଯ୍ୟ କରିବା। ଏତକ କଥା ଥିଲା ତମମାନଙ୍କ ପାଇଁ। ତମମାନେ କେଉଁଗୁଡ଼ିକ ଠିକ୍ କାମ କେଉଁଗୁଡ଼ିକ ଭୁଲ କାମ ଜାଣିପାରିଲ? ଆଚ୍ଛା, ଠିକ୍ ଅଛି। ଏଥର ଆମେ ଆଉ ଗୋଟିଏ ନୂଆ କଥାକୁ ଯିବା। ଚିତ୍ରରେ କ'ଣ ଦେଖୁଛ ପିଲାମାନେ? 3ଟା ଟ୍ରାଫିକ୍ ବତି ଖୁଣ୍ଟ ଅଛି। ହଁ କି ନାହିଁ? ହଁ, ଅଛି। ତମେ ସେ ବତି ଖୁଣ୍ଟରେ ଚିହ୍ନ ଦେବ, ରଙ୍ଗ ଦେବ, ବିଭିନ୍ନ ରଙ୍ଗ ଦେବ ଏବଂ ସେଇ ରଙ୍ଗ ଗୁଡ଼ିକ କେଉଁ ସୂଚନା ଦେଉଛି ତାକୁ ମଧ୍ୟ ଲେଖିବ। ଠିକ୍ ଅଛି, ପ୍ରଥମେ କ'ଣ ରଙ୍ଗ ଦେବା? ପ୍ରଥମେ ରଙ୍ଗ ଦେବା ସବୁଜ ରଙ୍ଗ ଦେଲେ। ଠିକ୍ ଅଛି, ସବୁଜ ରଙ୍ଗ କ'ଣ ସୂଚାଉଛି? ସବୁଜ ରଙ୍ଗ ସୂଚାଉଛି ଗାଡ଼ିକୁ ଯିବା ପାଇଁ ସୂଚନା। ଦ୍ୱିତୀୟରେ ଆମେ ଦେଲେ ହଳଦିଆ ରଙ୍ଗ। ହଳଦିଆ ରଙ୍ଗ କ'ଣ ସୂଚାଉଛି? ନା ଗାଡ଼ି ଯିବା ପାଇଁ ପ୍ରସ୍ତୁତ ରହିବ। ଠିକ୍ ଅଛି, ଏବଂ ତୃତୀୟରେ ଆମେ ଚିହ୍ନ ଦେବା କ'ଣ, କେଉଁ ରଙ୍ଗ ଦେବା? ତୃତୀୟରେ ଦେବା ନାଲି ରଙ୍ଗ। ନାଲି ରଙ୍ଗ କ'ଣ ସୂଚାଉଛି? ନାଲି ରଙ୍ଗ ସୂଚନା ଦେଉଛି ଗାଡ଼ି ବନ୍ଦ ରହିବ, ଆଗକୁ ଆଉ ଯିବ ନାହିଁ। ଏଇ ସୂଚନାଟି ଦେଉଛି। ପରବର୍ତ୍ତୀ କଥାକୁ ଯିବା। ରାସ୍ତାରେ ଚାଲିଲା ବେଳେ କେଉଁ କେଉଁ ନିୟମ ମାନିବା ଉଚିତ ତାହାକୁ ଆମେ ଏଠାରେ ଲେଖିବା। କ'ଣ କ'ଣ ନିୟମ ମାନିବା ଉଚିତ? ରାସ୍ତାରେ ଆମେ କେଉଁ ପଟରେ ଯିବା? ରାସ୍ତାରେ ଆମେ ବାମ ପଟରେ ଚାଲିବା ଉଚିତ। ଠିକ୍ ଅଛି, ରାସ୍ତାରେ ପ୍ରଥମ କଥା ହେଉଛି ରାସ୍ତାରେ ବାମ ପଟରେ ଚାଲିବା ଉଚିତ। ଦ୍ୱିତୀୟ କଥାକୁ ଯିବା। ଦ୍ୱିତୀୟ କଥା କ'ଣ ଅଛି? ରାସ୍ତା ପାରି ହେଲା ବେଳେ ଉଭୟ ପାଖକୁ ଭଲ ଭାବରେ ଦେଖିବା ଉଚିତ। ଏ ହେଉଛି ଦ୍ୱିତୀୟ କଥା। କ'ଣ ବୁଝିପାରିଲ? ବାମ ପଟରେ ଚାଲିବା, ରାସ୍ତାରେ ଆମେ ବାମ ପଟରେ ଚାଲିବା। କ'ଣ ହେଲା? ରାସ୍ତାରେ ଆମେ ବାମ ପଟରେ ଚାଲିବା। ଦ୍ୱିତୀୟ କଥା ହେଲା ରାସ୍ତା ପାରି ହେଲା ବେଳେ
ଉଭୟ ପାଖକୁ ଭଲ ଭାବରେ ଦେଖିବା। ଠିକ୍ ଅଛି, ପରବର୍ତ୍ତୀ କଥାକୁ ଯିବା। ପରବର୍ତ୍ତୀ କଥା କ'ଣ ଅଛି ଦେଖିବା। ଆମେ ରାସ୍ତାରେ ଦୌଡ଼ିବା ଉଚିତ ନୁହଁ। ଆଦୌ ଆମେ ରାସ୍ତାରେ ଦୌଡ଼ିବା ନାହିଁ। ଇଏ ହେଲା ଆଜି ପାଇଁ କଥା। ତମମାନଙ୍କୁ ବହୁତ ବହୁତ ଧନ୍ୟବାଦ। ତମମାନେ ତୁମର ତୃତୀୟ ଭିଡ଼ିଓଟିକୁ ଖୁବ୍ ଭଲ ଭାବରେ ଦେଖିଲ। ମୋର ବିଶ୍ୱାସ ଘରେ ବାହାରେ ରାସ୍ତାରେ ବିଷୟଟି ତୁମମାନଙ୍କ ପାଇଁ ବହୁତ କଥା ଆଣିଦେଲା, ବହୁତ ଶିକ୍ଷଣୀୟ କଥାବସ୍ତୁ ଆଣିଦେଲା। ଆମେ ଘରେ କିପରି ଶୃଙ୍ଖଳିତ ହେବା, ଆମେ ବାହାରେ କିପରି ଶୃଙ୍ଖଳିତ ହେବା ଏବଂ ଆମେ ରାସ୍ତାରେ ମଧ୍ୟ କିପରି ଶୃଙ୍ଖଳିତ ହେବା, ଏହା ସହିତ ରାସ୍ତାରେ ବିଭିନ୍ନ ଚିହ୍ନ ଟ୍ରାଫିକ୍ ସଂକେତକୁ ବୁଝି ଆମେ କିପରି ଚଳିବା। ଆଶା କରୁଛି ଏହିସବୁ ନିୟମକୁ ମାନି ତୁମେ ସୁନା ପିଲା ହେବ। ତୁମମାନଙ୍କୁ ସ୍ନେହ ଶ୍ରଦ୍ଧା। ଆଜିର ଭିଡ଼ିଓକୁ ଏଇଠି ରଖୁଛୁ। ଭିଡ଼ିଓକୁ ଛାଡ଼ିଯିବା ପୂର୍ବରୁ ଚାଲ ଆମେ ଟିକେ ଦେଖିନେବା ଆଜିର ଏହି ଭିଡ଼ିଓରେ ଆମେ କ'ଣ କ'ଣ ଆଲୋଚନା କରିଛନ୍ତି। କେଉଁ କେଉଁ କଥାକୁ ପ୍ରଥମରୁ ଶେଷ ଯାଏଁ ଆମେ ଆଲୋଚନା କଲେ ଏବଂ କେଉଁ କେଉଁ ତଥ୍ୟକୁ ଆମେ ଉପସ୍ଥାପନ କଲେ ସେଗୁଡ଼ିକୁ ଟିକେ ମନେ ପକାଇଦେବା, ଯାହାଫଳରେ ସବୁଦିନ ପାଇଁ ଏହି କଥାଟି ଆମର ମନେ ରହିବ ଆଉ ଆମେ ହେବା ଘରେ ବାହାରେ ରାସ୍ତାରେ ସବୁଠୁ ସୁନା ପିଲା। ଏଥର ଘରେ ବାହାରେ ଆଉ ରାସ୍ତାରେ ଆମମାନଙ୍କ ସହିତ ଘଟୁଥିବା ଓ ପଡ଼ିବା ଘର ସଫା ରଖିବା। ସବୁ କଥାରେ ହସିବା ନାହିଁ ଏବଂ ଆମେ କଳା ସବୁଜ ରଙ୍ଗର ଆଲୁଅ ଜଳିବ ସେତେବେଳେ ଆମେ ଯିବା ଆରାମରେ ଆଗକୁ। ସୂଚନା ଫଳକ ଆମକୁ ସାହାଯ୍ୟ କରିଥାଏ। ସବୁ ଆମେ ଘରେ ଯେମିତି ଭଲ ବ୍ୟବହାର ଠିକ୍ ସେମିତି ଆମେ ରାସ୍ତାରେ ମଧ୍ୟ ରାସ୍ତା ପାରି ହେବା, ରାସ୍ତାରେ ଚାଲିବା। ତମମାନଙ୍କ ସହିତ ଆଲୋଚନା ତ କରାଯାଇଛି, ପାର୍ଶ୍ୱକୁ ଦେଖି ରାସ୍ତା ପାରି ହେବା। ଏମିତି ଏହି ଭିଡ଼ିଓରେ ସେସବୁ ବିଷୟରେ ଆଲୋଚନା ପୂର୍ଣ୍ଣ କଥା ହେଉଛି ତୁମେମାନେ ରାସ୍ତାରେ ସୂଚନା ଫଳକ ଦେଖିବାକୁ ପାଅ। ସେହି ସୂଚନା ଫଳକ ଆମେ ବୁଝିବା ଦରକାର। ସେ ସମ୍ବନ୍ଧୀୟ ଆଲୋଚନା